ବଲାଙ୍ଗୀରରୁ ନୂଆପଡ଼ା ପର୍ଯ୍ୟନ୍ତ ନୂଆ ରେଳ ଲାଇନ ନିର୍ମାଣ ପାଇଁ ସାଂସଦ ନିରଞ୍ଜନ ବିଶି ଦାବି କରିଛନ୍ତି। ରାଜ୍ୟସଭାରେ ଶୂନ୍ୟକାଳ ପୂର୍ବରୁ ସଂସଦର ବଜେଟ୍ ଅଧିବେଶନରେ ସାଂସଦ ବିଶି ବଲାଙ୍ଗୀରରୁ ନୂଆପଡ଼ା ପର୍ଯ୍ୟନ୍ତ ଧୁଲୁସାର ଚୁଡାପାଲି ଦେଇ ଓଡ଼ିଶାରେ ଏକ ନୂତନ ରେଳ ଲାଇନ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜରୁରୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ। ଓଡ଼ିଶା ପାଇଁ ସାଂସ୍କୃତିକ ଓ ସାମାଜିକ ଅର୍ଥନୈତିକ ଲାଭ ଉପରେ ଆଲୋକପାତ କରି ଶ୍ରୀ ବିଶି ଏହି ଅଞ୍ଚଳ ପାଇଁ ଭିତ୍ତିଭୂମି ପ୍ରକଳ୍ପର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଧୁଲୁସାର ଚୁଡାପାଲି ଭଇଁସା ପାଟନାଗଡ଼ ଗମ୍ଭାରୀ ଖପ୍ରାଖୋଲ ଓ ଲଖନା ଦେଇ ଯାଉଥିବା ବଲାଙ୍ଗୀରରୁ ନୂଆପଡ଼ା ପର୍ଯ୍ୟନ୍ତ ପ୍ରସ୍ତାବିତ ରେଳ ଲାଇନର ଚୂଡ଼ାନ୍ତ ଅବସ୍ଥାନ ସର୍ବେକ୍ଷଣ ଶେଷ ହୋଇଥିବା ନେଇ ସାଂସଦ ଶ୍ରୀ ବିଶି ଆଲୋକପାତ କରିଥିଲେ। 4,35,00,000 ଟଙ୍କା ବ୍ୟୟ ଅଟକଳରେ 100 କିଲୋମିଟର ଲମ୍ବର ଏହି ନୂତନ ରେଳପଥକୁ ଚୂଡ଼ାନ୍ତ ମଞ୍ଜୁରୀ ମିଳିଛି। ପର୍ଯ୍ୟଟକଙ୍କ ଚାହିଦା ପୂରଣ କରିବା ସହ ହରିଶଙ୍କର ମନ୍ଦିର ଓ ଜୈବ ବିବିଧତା ସ୍ଥଳ ଗନ୍ଧମାର୍ଦ୍ଦନ ପାହାଡ଼ ରେଞ୍ଜ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନର ସାଂସ୍କୃତିକ ବିକାଶକୁ ପ୍ରୋତ୍ସାହନ କରିବା ପାଇଁ ଏହି ନୂତନ ରେଳ ଲାଇନ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ବହନ କରୁଛି। ସାଂସଦ ଶ୍ରୀ ବିଶି ହରିଶଙ୍କର ମନ୍ଦିର ସମ୍ପର୍କରେ ଉଚ୍ଚ ଗୃହର ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ମହାକାବ୍ୟ ରାମାୟଣ ଅନୁଯାୟୀ ଭଗବାନ ହନୁମାନ ବିରଳ ଔଷଧୀୟ ବିଭିନ୍ନ ସଞ୍ଜୀବନୀ ସନ୍ଧାନରେ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ପାଇଁ ଗନ୍ଧମାର୍ଦ୍ଦନ ଉଠାଉଥିବା ବେଳେ ହରିଶଙ୍କରଠାରେ ଗନ୍ଧମାର୍ଦ୍ଦନ ପର୍ବତର କିଛି ଅଂଶ ଛାଡ଼ି ଯାଇଥିଲେ। ବର୍ତ୍ତମାନ ଏହି ସ୍ଥାନକୁ ହରିଶଙ୍କରରେ ଭଗବାନ ଶିବଙ୍କର ବାସସ୍ଥଳୀ ଭାବେ ପୂଜା ଅର୍ଚ୍ଚନା କରାଯାଏ ଏବଂ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରକୁ ଆସନ୍ତି। ପର୍ବତର ଅନ୍ୟ ପାର୍ଶ୍ୱରେ ଭଗବାନ ବିଷ୍ଣୁଙ୍କର ଅବତାର ନୃସିଂହନାଥ ଭାବରେ ପୂଜା କରାଯାଏ। ପଶ୍ଚିମ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିର ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ ଉପରେ ଶ୍ରୀ ବିଶି ଗୁରୁତ୍ୱାରୋପ କରିଥିଲେ। ସବୁଠାରୁ ବଡ଼ କଥା ହେଲା ସାଂସଦ ଶ୍ରୀ ବିଶି ନୂତନ ରେଳ ଲାଇନ ବାଣିଜ୍ୟିକ ସାମର୍ଥ୍ୟ ଉପରେ ଆଲୋକପାତ କରିବା ସହ ପୂର୍ବତଟ ରେଳପଥକୁ କ'ଣ ଲାଭ ମିଳିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। Deputy Chairman sir, for giving permission to raise an urgent public importance on the matter of construction of new railway line from Bolangir to Nuapada via Patnagarh, Khaprakhol, Lakhna for cultural development and socio-economic development of Western Odisha. The final location survey for construction of new railway line from Bolangir to Nuapada via Dhulusar, Chudapalli, Bhainsa, Patnagarh, Gambhari, Khaprakhol, Lakhna has already been completed, sir. The distance of new railway line is 100 kilometers. Approximate estimated cost for the final location survey of the new railway line was 4 crore 35 lakhs. Sir, the proposed new railway line will fulfill the demand of tourists and cultural development of Harishankar temple. With regard to Harishankar temple, it is believed that according to epic Ramayana, Lord Hanuman lifting of Gandhamardan to save the life of Lakshmana in search of the rarest medicinal plant Sanjeevani left some parts of Gandhamardan hill at Harishankar. Presently, the site is worshipped as the abode of Lord Shiva at Harishankar. On the other side of the Gandhamardan hills, Lord God Nrsinghnath, incarnation of Lord Vishnu, communication, no flight communication, and also no road communications. So, the East Coast Railway, Ministry of Railway, Government of India will be benefited owing to the commercial viability of the proposed new railway line from Bolangir to Nuapada via Khaprakhol. Bureau Report, Nagraj News.